देशରେ ଏବେ ଗୋଟିଏ ଚର୍ଚ୍ଚା କେବେ ସୋନମ ୱାଙ୍ଗଚୁକଙ୍କୁ ମିଳିବ ନ୍ୟାୟ ପିଲାଙ୍କ ଭବିଷ୍ୟତ ପାଇଁ କି ପଦକ୍ଷେପ ନେବେ ସରକାର ଦିଲ୍ଲୀର ଯନ୍ତର ମନ୍ତରରୁ ଆସିଛି ସବୁଠାରୁ ବଡ଼ ଖବର ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ନିଟ୍ ପେପର ଲିକ୍ ବିବାଦକୁ ନେଇ ଅନଶନରେ ବସିଥିବା ପ୍ରସିଦ୍ଧ ଶିକ୍ଷାବିତ୍ ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି ଅନଶନର 21ତମ ଦିନରେ ଦିଲ୍ଲୀ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ସାରା ଦେଶରେ ଆକ୍ରୋଶର ନିଆଁ ଚଳିବାରେ ଲାଗିଛି ବିରୋଧୀ ଦଳଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଏବେ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ମାତ୍ର 5 ମିନିଟର ଅପରେସନ ଚାରିପଟେ ଧଳା ଚାଦରର ପାଚେରୀ ତା ଭିତରେ ଦେଶର ଜଣେ ପ୍ରତିଷ୍ଠିତ ଆନ୍ଦୋଳନକାରୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଲା ପୁଲିସ ଦିଲ୍ଲୀର ଯନ୍ତର ମନ୍ତର ଦୀର୍ଘ 21 ଦିନ ଧରି ଅନଶନରେ ବସିଥିବା ସୋନମ ୱାଙ୍ଗଚୁକଙ୍କୁ ଶନିବାର ସକାଳେ ପୁଲିସ ସେଠାରୁ ହଟାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଛି ପୁଲିସ ଏହାକୁ କୋର୍ଟଙ୍କ ନିର୍ଦ୍ଦେଶ ଏବଂ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଉଥିବା ବେଳେ ୱାଙ୍ଗଚୁକଙ୍କ ସମର୍ଥକ ଓ ପରିବାର ଲୋକେ ଏହାକୁ ମେଡିକାଲ କେୟାର ନେଇ ବରଂ ବେଆଇନ ଅଟକ ବୋଲି ଅଭିଯୁକ୍ତ କରିଛନ୍ତି ଦେଶରେ ଚାଲିଥିବା ନିଟ୍ ପେପର ଲିକ୍ ମହାଘୋଟାଲା ଏବଂ ପରୀକ୍ଷା ପରିଚାଳନାର ଅନିୟମିତତା ବିରୋଧରେ ଜୁନ୍ 28 ତାରିଖରୁ ଅନଶନରେ ବସିଥିଲେ ଲଦାଖର ଏହି 69 ବର୍ଷୀୟ ପରିବେଶବିତ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କୋକୁଲ ଜନତା ପାର୍ଟିର ସେଲିବ୍ରିଟି ଓ ଛାତ୍ରଙ୍କ ସହ ମିଶି ସେ ନିଜେ ଜୀବନକୁ ବାଜି ଲଗାଇ ଦେଇଥିଲେ ଅନଶନ ଯୋଗୁଁ ତାଙ୍କ ଓଜନ ପ୍ରାୟ 9 କେଜି କମିଯାଇଥିଲା ହେଲେ ସରକାର ତାଙ୍କ ଦାବି ଶୁଣିବା ପରିବର୍ତ୍ତେ ପୋଲିସ ବଳରେ ଆନ୍ଦୋଳନରୁ ଦବାଇ ଦେବାକୁ ଚେଷ୍ଟା କରୁଥିଲା ପୋଲିସ ସୋନମ ୱାଙ୍ଗଚୁକଙ୍କୁ ଆନ୍ଦୋଳନ ସ୍ଥଳ ହଟାଇ ଦେଇଥାଇପାରେ କିନ୍ତୁ ଏହି କାର୍ଯ୍ୟାନୁଷ୍ଠାନ ପରେ ଆନ୍ଦୋଳନ ଅଧିକ ତୀବ୍ର ହେବା ଲାଗିଛି ହସ୍ପିଟାଲ ବେଡ୍ରେ ଥାଇ ମଧ୍ୟ ସୋନମ ଅନଶନ ଜାରି ରଖିବାକୁ ଜିଦ୍ ଧରିଛନ୍ତି ଏପରିକି ଆସନ୍ତା ଜୁଲାଇ 20 ତାରିଖରେ ସଂସଦର ମନସୁନ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଚଲୁ ସଂସଦ ମାର୍ଚ୍ଚ ଯଥାସାଧ୍ୟ ଜାରି ହେବ ବୋଲି ଆନ୍ଦୋଳନକାରୀ ମଧ୍ୟ ଚେତାବନୀ ଦେଇଛନ୍ତି ଏବେ ଦେଖିବାକୁ ବାକି ରହିଲା ଛାତ୍ରଙ୍କ ଭବିଷ୍ୟତ ପାଇଁ ଲଢୁଥିବା ଦେଶର ଏହି ସମ୍ମାନିତ ବ୍ୟକ୍ତିଙ୍କ ସ୍ୱରକୁ ସରକାର ଶୁଣୁଛନ୍ତି ନା ପୁଲିସ ବଳରେ ଏହାକୁ ଚପାଇ ଦିଆଯାଉଛି।